ଭାଇ ଆଜିକାଲି ବାଇକ୍ରେ ଯିବାଟା ବହୁତ ରିସ୍କି। କାହିଁକିନା ଆପଣମାନେ ରାସ୍ତା ଦେଇ ଯଦି ଯାଉଥିବେ ତ ଗଛରୁ ପତ୍ର ଝଡ଼ୁଥିବ, ସେହି ସମୟରେ ଆପଣ ଚଷମା କି ହେଲମେଟ୍ ଲଗାଇ ନାହାନ୍ତି ତ ଆପଣଙ୍କୁ ନିହାତି ପ୍ରୋବ୍ଲେମ୍ ଭୋଗିବାକୁ ପଡ଼ିବ। କାରଣ ଯେଉଁ ପ୍ରକାର ଗଛମାନଙ୍କରୁ ପତ୍ର ଏବେ ଝଡ଼ିବାକୁ ଆରମ୍ଭ ହେଇଛି, ସେହି ସମୟରେ ଜୋର ପବନ ଯଦି ବାଜିଲା ଆଉ ସେଇ ପତ୍ର ପଡ଼ିକି ତୁମ ଆଖିରେ ବା ତୁମ ଦେହରେ ମୁହଁରେ କେଉଁ ପାଖରେ ଲାଗିକି ଟିକେ ବେଶୀ ତ୍ରାସ ବି ହେଲେ କେତେ ନୁକସାନ ହେଇଥାଏ। ବା ଆଖିରେ ଯଦି ଚାଲିଯାଏ ତ ସେତିକି ବେଳେ ବାଇକ୍ଟି ନିୟନ୍ତ୍ରଣ ହରେଇକି କୁଆଡ଼େ ଯିବ କୁଆଡ଼େ ନାହିଁ। ତ ସମସ୍ତଙ୍କୁ ସତର୍କ କରିବା ନିମନ୍ତେ ଏହି ଭିଡ଼ିଓଟିଏ କରିଥିଲି ଯେ ଆପଣମାନେ ଯଦି ବାଇକ୍ ଯୋଗୁଁ କୁଆଡ଼େ ଯାଉଛନ୍ତି ତ ନିହାତି ହେଲମେଟ୍ ୟୁଜ୍ କରନ୍ତୁ ଏବଂ ଚଷମା। କାରଣ ଆଜିକାଲି ଯେଉଁ ପ୍ରକାର ପତ୍ର ଝଡ଼ିବା ଆରମ୍ଭ ହେଇଯାଇଛି ଯେ ମୁଁ ଆଜି ଯାଉଥିଲି ଅଚାନକ ଜୋରସେ ପବନ ବାଜିଗଲା ଆଉ ପତ୍ର ସବୁ ଝଡ଼ିକି ମୋ ଉପରେ ପଡ଼ିଗଲା। ତ ହେଲମେଟ୍ ଥିଲା ତ ଭାବିଲି ଯେ ହଁ ସତ କଥା ହେଲମେଟ୍ ପିନ୍ଧିବା ଜରୁରୀ। ତ